ମ୍ୟାରେଜ କରେ ତୁ ରାସ୍ତାରେ ମୁଣ୍ଡ ଟେକି ଚାଲି ପାରିବୁ ତ? କାହିଁକି ରାଜା ହରିଶ୍ଚନ୍ଦ୍ର ଯଦି ଚଣ୍ଡାଳର ଦାସ ହୋଇପାରିଲେ, ରାଣୀ ଶୈବା ଯଦି ବ୍ରାହ୍ମଣଙ୍କର ଚାକର ହୋଇପାରିଲେ, ତାହେଲେ ରିଙ୍କି କାହିଁକି ନାହିଁ ରାଜା? ରିଙ୍କି କାହିଁକି ଗରିବର ବୋହୂ ହେଇପାରିବନି? ମୁଁ ଦିଲ୍ଲୀପକୁ ଭଲ ପାଏ, ଆଉ ଦିଲ୍ଲୀପକୁ ଗୋଟାଏ ମୁହୂର୍ତ୍ତ ଛାଡ଼ିକି ମୁଁ ବଞ୍ଚି ପାରିବି। ମୁଁ ସଫା କହିଦେଉଛି ନା, ଦିଲ୍ଲୀପ ସହିତ ଯଦି ତମେ ମୋତେ ବାହାଘର ନ କରିବ, ତାହେଲେ ତମେ ଆଉ ମୋତେ ଦେଖିପାରିବନି। ଦେଖିବ ତମ ଝିଅର ଶବ। ଯାଅ କାକା ଯାଅ, ଆପଣ ରିଙ୍କିର ମନା ଦେହ ଉପରେ ଠୋ ଠୋ ହୋଇ ହସିବ। ଯାଅ ରିଙ୍କିକୁ କଥା ଦେଇଛି ମାନେ ତା ବାହାଘର ନିଶ୍ଚୟ ହେବ। ବାହାଘର ଦିଲ୍ଲୀପ ସହିତ ନିଶ୍ଚୟ ହେବ। Oh my God! କଣ କରିବି ମୁଁ? ଗୋଟେ ପଟେ ରିଙ୍କିର ଜୀବନ, ଆଉ ଗୋଟେ ପଟେ ଏ ବିଶ୍ୱଜିତ ରାୟ ବାହାଦୁରର ମାନ ସମ୍ମାନ। ମୁଁ ବିଶ୍ୱଜିତ ରାୟ ବାହାଦୁର ଭାଙ୍ଗି ଯିବି ପଛେ ନଈ ଯିବେନି। ଆଉ ଦରକାର ପଡ଼ିଲେ ସେ ଦିଲ୍ଲୀପଟାକୁ ମର୍ଡର କରିବେ। ମର୍ଡର ପାରିବେନି ସାର୍, ପାରିବେନି। ହସକେ ବଡ଼ ଲୋକକୁ ଉତ୍ତର ଦେଇ ଫାଟା କ'ଣ ସାର୍? ତାମାନେ ସାର୍, ଦିଲ୍ଲୀପ ଯଦି ରିସ୍କକୁ ପାଉଥିଲେ, ତାହେଲେ ଆପଣ ପୋଲିସ ଅଫିସର ଜଏଣ୍ଟ ପାଇଥିବେ। ସାଗର ଯଦି ସରିତାକୁ ବାହା ହେଇଯାଏ, ତାହେଲେ ଏ ପ୍ରପର୍ଟିର 50% ସେୟାର ସେ ନେଇଯିବ। ଆଜ୍ଞା ହସକେ କିଛି ପାରୁନି। ସାର୍, ସାଗର ସରିତାକୁ ଭଲ ପାଉଛି ସାର୍, ବାହା ହବ ବୋଲି କଥା ଦେଇଛି। ହସକେ ଏ କଥା ଯଦି ସତ ହେଇଥା, ମୁଁ କାହିଁକି ଜାଣିବେନି। ଦରକାର ପଡ଼ିଲେ ସମସ୍ତଙ୍କୁ ସୁଟ୍ କରିବେ। କିଛି ଲାଭ ହବନି ସାର୍, କିଛି ଲାଭ ହବନି। ବରଂ ଶାନ୍ତିଟା ପରିଷ୍କାର। ହସକେ ସାର୍, ଆମେ ତାକୁ ନଚେଇ ନଚେଇ ମାରିବା, ହସେଇ ହସେଇ ମାରିବା, କନ୍ଦେଇ କନ୍ଦେଇ ମାରିବା ସାର୍। ଦିଲ୍ଲୀପ ଆଉ ରିଙ୍କି କାନରେ ଏମିତି ଗୋଟେ ମନ୍ତ୍ରଟେ ଫୁଙ୍କି ଦେବି ଯେ ଛୁଆ ସରିତା ତା ଶଙ୍କା ସିନ୍ଦୁରକୁ ରିଙ୍କିକୁ ଦାନ କରିଦବ। ଆଉ ବାଉଁଶ ଥିବ ନା ପଇସି ବାଜିବ।